ପିଲାମାନେ ଷ୍ଟଡି ସକ୍ସେସ୍ ଚ୍ୟାନେଲରେ ମୁଁ ବ୍ରଜବନ୍ଧୁ ଆଜିର ଏହି ଭିଡ଼ିଓରେ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ତମ ପ୍ଲସ୍ ଟୁ ସେକେଣ୍ଡ ଇୟର ଇକୋନୋମିକ୍ସ ବହିର ଫାର୍ଷ୍ଟ ଚାପ୍ଟର ଯାହାର ନାଁ ହେଉଛି ଅର୍ଥଶାସ୍ତ୍ର। ଆଜିର ଏହି ଭିଡ଼ିଓରେ ଆମେ ଅର୍ଥଶାସ୍ତ୍ରର କେନ୍ଦ୍ରୀୟ ସମସ୍ୟାବଳୀ ବିଷୟରେ ପଢ଼ିବା। ପୂର୍ବରୁ ଆମେ ଅର୍ଥଶାସ୍ତ୍ରର ବିଷୟବସ୍ତୁ, ଅର୍ଥଶାସ୍ତ୍ରର ପରିସର ବିଷୟରେ ପଢ଼ିଛେ। ଆଜି ଆମେ ଅର୍ଥଶାସ୍ତ୍ରର କେନ୍ଦ୍ରୀୟ ସମସ୍ୟାବଳୀ ବିଷୟରେ ପଢ଼ିବା। ତ ଚାଲ ଦେଖିବା ଅର୍ଥଶାସ୍ତ୍ରର କେନ୍ଦ୍ରୀୟ ସମସ୍ୟାବଳୀ ମାନେ କ'ଣ। ତ ଦେଖ, କେନ୍ଦ୍ରୀୟ ସମସ୍ୟାବଳୀ ମାନେ କ'ଣ? ମୁଖ୍ୟ ସମସ୍ୟାବଳୀ। ତ ଅର୍ଥଶାସ୍ତ୍ରର ମୁଖ୍ୟ ସମସ୍ୟା ହେଉଛି ଦୁଇଟା। ଗୋଟେ କ'ଣ? ସୀମିତ ସମ୍ବଳ, ଆଉ ଗୋଟେ ହେଲା ଅସୀମ ଅଭାବ। ଏହି ସୀମିତ ସମ୍ବଳ ଓ ଅସୀମ ଅଭାବରୁ ଯେଉଁ ସମସ୍ୟା ସୃଷ୍ଟି ହୁଏ ସେଇଟା ହିଁ ତମର ଅର୍ଥଶାସ୍ତ୍ରର ମୁଖ୍ୟ ସମସ୍ୟାବଳୀ ବା କେନ୍ଦ୍ରୀୟ ସମସ୍ୟାବଳୀ। ତ ଦେଖ, ଏଇଟା ମୁଖ୍ୟତଃ ତିନିଟା ଉପାୟରେ ହେଇଥାଏ। ଗୋଟେ କ'ଣ ଉତ୍ପାଦନ କରିବା, ସେଇଟା ବଡ଼ ସମସ୍ୟା। କେଉଁ ପଦ୍ଧତିରେ ଉତ୍ପାଦନ କରିବା, ସେଇଟା ଆଉ ଗୋଟେ ବଡ଼ ସମସ୍ୟା। ଆଉ କାହା ପାଇଁ ଉତ୍ପାଦନ କରିବା, ସେଇଟା ହେଉଛି ତୃତୀୟ ସମସ୍ୟା। ତ ତିନି ପ୍ରକାର ସମସ୍ୟା ଆମେ ଦେଖିବାକୁ ପାଇଥାଉ। କ'ଣ ଉତ୍ପାଦନ କରିବା, କେଉଁ ପଦ୍ଧତିରେ ଉତ୍ପାଦନ କରିବା ଓ କାହା ପାଇଁ ଉତ୍ପାଦନ କରିବା। କେଉଁ ଦ୍ରବ୍ୟ ଆଉ ସେବା ଉତ୍ପାଦନ କରିବା ଆଉ କେତେ ପରିମାଣରେ ଉତ୍ପାଦନ କରିବା, ଏଇଟା ହିଁ ଅର୍ଥ ବ୍ୟବସ୍ଥାର ପ୍ରଥମ ସମସ୍ୟା। ଆଉ ଏଇ ସମସ୍ୟାକୁ କେମିତି ଦୂର କରିପାରିବା? ଏହି ସମସ୍ୟାକୁ ଦୂର କରିବା ପାଇଁ ହେଲେ ଆମକୁ କ'ଣ ଅଭାବ ରହୁଛି ତାକୁ ପ୍ରଥମେ ଜାଣିବାକୁ ପଡ଼ିବ। ଯାହା ବି ଅଭାବ ରହୁଛି ସେଇଟାର ଚାହିଦା ରହିବ, ଆଉ ସେଇ ଚାହିଦାକୁ ପୂରଣ କରିବା ପାଇଁ ଆମେ କ'ଣ କରିବା? ସେଇ ପ୍ରକାର ବସ୍ତୁ ବା ସେଇ ପ୍ରକାର ଜିନିଷକୁ ତିଆରି କରିବା। କୌଣସି ଅଞ୍ଚଳର ଅଭାବ ଅନୁସାରେ ଚାହିଦାର ବୃଦ୍ଧି ହେଇଥାଏ। ଯାହା ବି ଅଭାବ ଥାଏ ତା ଅନୁସାରେ ଚାହିଦାର ବୃଦ୍ଧି ହେଇଥାଏ ଓ ସେଇ ଚାହିଦାକୁ ପୂରଣ କରିବା ପାଇଁ ଆମେ କ'ଣ କରିଥାଉ ନା ସେଇ ପ୍ରକାର ଜିନିଷ ତିଆରି କରିଥାଉ। ତ ଏଇଠି କ'ଣ ନା ପ୍ରତ୍ୟେକ ଅର୍ଥ ବ୍ୟବସ୍ଥା ଅଭାବ ଚୟନ ସମସ୍ୟାର ସମ୍ମୁଖୀନ ହେଇଥାନ୍ତି। ମାନେ ଗୁଡ଼ାଏ ଅଭାବ ଥାଏ, ସେଇ ଭିତରୁ ଆମକୁ ଗୁରୁତ୍ୱପୂର୍ଣ୍ଣ ଅଭାବ ଚୟନ କରିବାକୁ ପଡ଼ିବ। ଯଦି ଆମେ କୌଣସି ନିର୍ଦ୍ଦିଷ୍ଟ ଦ୍ରବ୍ୟ ଉତ୍ପାଦନ କରିବାକୁ ଚାହୁଁଛେ ତାହେଲେ ଅନ୍ୟ କ୍ଷେତ୍ରରୁ କ'ଣ ନା ସେଇ ସମ୍ବଳକୁ ପ୍ରତ୍ୟାହାର କରି ଏଇ କ୍ଷେତ୍ରରେ ବ୍ୟବହାର କରିବାକୁ ପଡ଼ିଥାଏ। ତାପରେ ଦେଖିବା କିପରି ଉତ୍ପାଦନ ହେବ। ପ୍ରଥମେ ତ ଆମେ ଦେଖିବା କ'ଣ ଉତ୍ପାଦନ କରିବା। ଏହା କେମିତି ଜାଣିବା ନା ଚାହିଦା ଅନୁସାରେ ବା ଅଭାବ ଅନୁସାରେ। ଅଭାବର ଚାହିଦା ଅନୁସାରେ ଆମେ ଦେଖିଲେ ଯେ କ'ଣ ଉତ୍ପାଦନ କରିବା। ଏହାପରେ ଆମେ ଦେଖିବାକୁ ପଡ଼ିବ ଯେ ସେଇ ଦ୍ରବ୍ୟଟା ଆମେ କିପରି ଉତ୍ପାଦନ କରିବା ବା କେଉଁ ପଦ୍ଧତିରେ ଉତ୍ପାଦନ କରାଯିବ। ହେଲେ କେଉଁ ପଦ୍ଧତିରେ ସେ ଯେଉଁ ଦ୍ରବ୍ୟକୁ ଆମେ ସ୍ଥିର କରିଛେ ସେଇ ସ୍ଥିରୀକୃତ ଦ୍ରବ୍ୟ ଆମେ କେଉଁ ପଦ୍ଧତିରେ ଉତ୍ପାଦନ କରିବା, ଏଇଟା ହିଁ ଅର୍ଥ ବ୍ୟବସ୍ଥାର ପରବର୍ତ୍ତୀ ସମସ୍ୟା। ତ এই ସମସ୍ୟାକୁ କେମିତି ସମାଧାନ କରିବା ନା ଦେଖ, ଗୁଡ଼ାଏ ବିକଳ୍ପ ପଦ୍ଧତି ଅଛି ଗୋଟେ ନିର୍ଦ୍ଦିଷ୍ଟ ଦ୍ରବ୍ୟକୁ ଉତ୍ପାଦନ କରିବା ପାଇଁ। ସେଥିମଧ୍ୟରୁ ଆମକୁ କ'ଣ କରିବାକୁ ପଡ଼ିବ ନା ନିର୍ଦ୍ଦିଷ୍ଟ ଗୋଟିଏ ବାଛିବାକୁ ପଡ଼ିବ। ପାରମ୍ପରିକ ପଦ୍ଧତିରେ ଆମେ ଲଙ୍ଗଳ ଦ୍ୱାରା ବି ଚାଷ କରୁଥିଲେ, ବର୍ତ୍ତମାନ ହେଲା ଟ୍ରାକ୍ଟର ସାହାଯ୍ୟରେ ବି ଚାଷ କରୁଛେ। ଏ ଦୁଇଟା ମଧ୍ୟରୁ ଯେଉଁଟା ବି ସମ୍ବଳର ମିତୋପଯୋଗୀ କରେ ତଥା ଅର୍ଥ ବ୍ୟବସ୍ଥା ପାଇଁ ଉପଯୁକ୍ତ ସେଇ ପଦ୍ଧତି ଆମକୁ ବାଛିବାକୁ ପଡ଼ିବ। ତମେ ଯଦି ଦେଖିବ ଲଙ୍ଗଳ ଦ୍ୱାରା ଚାଷ କଲେ କ'ଣ ହେବ ନା ଶ୍ରମ ଆଉ ସମୟ ଦୁଇଟା ଯାକ ଅଧିକ ଖର୍ଚ୍ଚ ହେବ। କିନ୍ତୁ ଟ୍ରାକ୍ଟର ସାହାଯ୍ୟରେ ଚାଷ କଲେ କ'ଣ ଶ୍ରମ ବି ବଞ୍ଚିବ ଆଉ ତମର ସମୟ ବି ବଞ୍ଚିବ। ଆଜିକାଲି କ'ଣ ସମୟର ବି ବହୁତ ଅଭାବ ଅଛି, ଶ୍ରମର ବି ବହୁତ ଅଭାବ ଅଛି। ତେଣୁ ଆମକୁ ସବୁଠାରୁ ଭଲ ପଦ୍ଧତି ରହିବ ଟ୍ରାକ୍ଟର ସାହାଯ୍ୟରେ ଚାଷ କରିବା ପାଇଁ। ସମ୍ବଳର ଯେଉଁଠି ମିତୋପଯୋଗୀ ହେଇପାରୁଥିବ ସେଇ ପଦ୍ଧତିକୁ ଆମେ ପ୍ରଥମେ ବାଛିବାକୁ ପଡ଼ିବ। ଆଉ ଏଇ ଚୟନ ପ୍ରକ୍ରିୟାରେ ହେଲା ସମ୍ବଳର ଯୋଗାଣ ଆଉ ବଜାର ଦର ଉପରେ ବି ନିର୍ଭର କରେ। କେଉଁ ପଦ୍ଧତିରେ ସେଇ ଦ୍ରବ୍ୟ ଉତ୍ପାଦନ କରାଯିବ ସେଇଟା ଦୁଇଟା ଉପରେ ନିର୍ଭର କରୁଛି। ଗୋଟେ ହେଲା ସମ୍ବଳର ଯୋଗାଣ। ଯଦି ତମ ପାଖରେ ଯାହା ବି କରୁଛ ତାହାର ସମ୍ବଳ ନଥିବ, ଟ୍ରାକ୍ଟର ନଥିବ ବୋଲେ କି ତମେ ବାଧ୍ୟ ହେଇକି ଲଙ୍ଗଳ ଦ୍ୱାରା ଚାଷ କରିବ। ଯଦି ଟ୍ରାକ୍ଟର ହିଁ ତମ ପାଖରେ ନାହିଁ, ସମ୍ବଳ ଯୋଗାଣ ହେଉଥିବା ଦରକାର, ଟ୍ରାକ୍ଟରର ଏଭେଲେବୁଲ୍ ହେଉଥିବା ଦରକାର। ତା ସହିତ କ'ଣ ବଜାର ଦର। ତମେ ଯଦି କୌଣସି ଦ୍ରବ୍ୟ ଉତ୍ପାଦନ କରିବା ପାଇଁ ବଜାର ଦର ଅପେକ୍ଷା ସେଇଠି ଅଧିକ ମାତ୍ରାରେ ଖର୍ଚ୍ଚ କରୁଛ ତାହେଲେ କ'ଣ ହେବ? ଅର୍ଥନୈତିକ ଦୃଷ୍ଟିରୁ ସେଇଟା ଲାଭବାନ ହେଇପାରିବାନି ବା ଅର୍ଥନୈତିକ ଦୃଷ୍ଟିରୁ ସେଇଟା ଉପଯୁକ୍ତ ନୁହେଁ। ତମକୁ କ'ଣ ବଜାର ଦର ଠାରୁ ବହୁତ କମ୍ ପରିମାଣରେ ସେଇଠି ଖର୍ଚ୍ଚ କରିବା ଦରକାର, ଯାହାଫଳରେ ତମେ ତାକୁ ବିକ୍ରି କରିକି କ'ଣ କରିପାରିବ ନା ଅର୍ଥନୈତିକ ଲାଭବାନ ହେଇପାରିବ। ତ ଏଇଟା ଦ୍ୱିତୀୟ ପଦ୍ଧତି ଗଲା। ତାପରେ ତୃତୀୟ ସମସ୍ୟା କ'ଣ ନା ସେ କହିଛି କାହା ପାଇଁ ଉତ୍ପାଦନ କରାଯିବ। ତ କ'ଣ ଅର୍ଥ ବ୍ୟବସ୍ଥାର ଉତ୍ପାଦିତ ଦ୍ରବ୍ୟ ଓ ସେବାର ପରିମାଣ ସୀମିତ। ଯାହା ବି ଆମେ ଉତ୍ପାଦନ କରିବା
फास्ट तो देखिले जे कौन उत्पादन करवा क्यों पद्धति उत्पादन करवा ये सीमित द्रव्य और सेवार किभली आवंटन करा जाई पारिबो ताहा होची अर्थनीतिर तृतीय समस्या। यही उत्पादन रे कौन ना भूमि श्रम पुंजी ये सब अंशग्रहण करथिबे आ सेमाने तांकर प्राप्य भी नैथिबे। पिला माने जदि तम मानको हमर ये वीडियो पसंद लागुची लाइक कर शेयर कर और अधिक रु अधिक इनफॉरमेशन आम चैनल को रेगुलरली विजिट कर। धन्यवाद।